କଥାରେ ଅଛି ନରଦେହ ନାରାୟଣ। ଏହି ଉକ୍ତିକୁ ସାର୍ଥକ କରିଛନ୍ତି ତାଳଚେର ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ପଟ୍ଟନାୟକ ଓଲ୍ଡ ଏଜ୍ ହୋମ୍। ହଁ ଦର୍ଶକ ବନ୍ଧୁ, ଆଜିକାଲି ନିଜ ପୁଅ ଝିଅଙ୍କ ଦ୍ୱାରା ଅତ୍ୟାଚାରିତ ବାପା ମା ତଥା ପରିଣତ ବୟସରେ ଅସହାୟ ମଣିଷଟି କେଉଁଆଡ଼େ ଯିବ ବୋଲି ହତାଶ ହେବା ସମୟରେ ଦେବଦୂତ ସାଜି ଆଶ୍ରୟ ଦେଉଥିବା ବୃଦ୍ଧାଶ୍ରମଟି ଆଜି ନିଜେ ଅସହାୟ ନିରାଶ୍ରୟ ହୋଇପଡ଼ିଛି। ଆଶ୍ରମ ପରିଚାରକଙ୍କ କହିବା ଅନୁଯାୟୀ ବିଗତ 2 ବର୍ଷ ତଳେ ବୃଦ୍ଧାଶ୍ରମଟିକୁ ପ୍ରଶାସନ ତରଫରୁ ଭଙ୍ଗା ଯାଇଥିଲେ ମଧ୍ୟ ଏଯାବତ୍ ଜାଗା ଖଣ୍ଡିଏ ମଧ୍ୟ ଦିଆଯାଇ ନାହିଁ। ତହସିଲଦାରଙ୍କ କୌଣସି ସହଯୋଗ ନାହିଁ। ଏମସିଏଲକୁ ଜିଲ୍ଲା ସୋସିଆଲ ସିକ୍ୟୁରିଟି ଅଧିକାରୀ ଚିଠି ଲେଖିଥିଲେ ସୁଦ୍ଧା ତାର କୌଣସି ଉତ୍ତର ନାହିଁ। ବର୍ତ୍ତମାନ ଭଡ଼ା ଘରେ ବହୁ କଷ୍ଟରେ ବୃଦ୍ଧାଶ୍ରମଟି ଚାଲିଛି। କେତେବେଳେ କେମିତି କିଛି ବଦାନ୍ୟ ବ୍ୟକ୍ତି ସଂସ୍ଥା ରାସନ ତଥା ଅନ୍ୟ ସାମଗ୍ରୀ ଦେଇ ସାହାଯ୍ୟ କରୁଛନ୍ତି। କହିବାକୁ ଗଲେ ପ୍ରଶାସନିକ ଅବହେଳାର ଚରମ ପରିଣତି ଭୋଗୁଛି ବିଜୁ ପଟ୍ଟନାୟକ ଓଲ୍ଡ ଏଜ୍ ହୋମ୍। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଶୁଣିବ ଅସହାୟ ନିରୀହ ଗରିବ ବୃଦ୍ଧ ଏବଂ ବୃଦ୍ଧାଙ୍କ କଥା। ବ୍ୟୁରୋ ରିପୋର୍ଟ, ଦମନ ଟିଭି ନ୍ୟୁଜ୍। ଅନୁଗୁଳ ଜିଲ୍ଲାର ମାରୁତି ସେନାର ସଭାପତି ରଞ୍ଜିତ କୁମାର ଦଳବିଷୟୀ। ମୁଁ ଶୁଣିବାକୁ ପାଇଲି ଏଠି ବୃଦ୍ଧା ମାଉସା ମାଉସୀମାନେ ଯେଉଁ ଅସୁବିଧାରେ ଅଛନ୍ତି ଶୁଣିବାକୁ ପାଇଲି। ସେସବୁ ଶୁଣିକିନା ଆଜିକି 15-20 ଦିନ ହେଲା ମୁଁ ଶୁଣିଲିନି, କିନ୍ତୁ ଆସିବି ବୋଲି ମୋର ଟିକେ ପ୍ରୋବ୍ଲେମ୍ରେ ଆସିପାରିନଥିଲି। ଆଜି ଯେହେତୁ ଟାଇମ୍ ହେଲା, ଏ ପପିନି ଭାଇ ମୋତେ ତାଙ୍କ ସହଯୋଗରେ ମୁଁ ଆଜି ଆସିକିନା ଏଠି ପହଞ୍ଚି ପାରିଛି। ଯାହା ହଉ, ତାଙ୍କର ସହଯୋଗ ମୋତେ ବହୁତ ଖୁସି ଲାଗିଲା। ଅନୁଗୁଳ ସେନା, ଆମର ମାରୁତି ସେନା ଏବେ ମାସେ ହେଇଛି ଆରମ୍ଭ ହୋଇଛି। ତାଙ୍କ ତରଫରୁ ତାଙ୍କ ହିସାବରେ ସେ ମୋତେ ଜଣେଇଥିଲେ, ନାଇଁ ଭାଇ ଆସ, ଆମର ବୃଦ୍ଧାଶ୍ରମରେ କିଛି ସାହାଯ୍ୟ ସହଯୋଗ କ'ଣ କରିବା କଥା କର। ତାପରେ ମୁଁ ଶୁଣିଲି ଏଇଟା କ'ଣ ରହିବା ପାଇଁ ଶୁଣିବା ସହିତ ମୁଁ ନିଜେ ବି ଦେଖିଲି ମଉସା ମାଉସୀମାନେ ରହିବା ପାଇଁ ବାସ ଅବସ୍ଥା ବି ଶୋଚନୀୟ ଅବସ୍ଥାରେ ଅଛି। ତାଙ୍କ ପାଇଁ ଜାଗା ଠିକ୍ ଉପଯୁକ୍ତ ନୁହେଁ। ମୁଁ ଚାହୁଁଛି ପ୍ରଶାସନ ତାଙ୍କ ପାଇଁ କେମିତି ଠିକ୍ ସେ ଜାଗା ଦଉ। ତାପରେ ଏଦି ଆମର ଯିଏ ସେକ୍ରେଟାରୀ ଅଛନ୍ତି ସିଏ ବି କହୁଛନ୍ତି, ତାଙ୍କର ବାର କହିବା ସତ୍ତ୍ୱେ ବି ପ୍ରଶାସନ କିଛି ତାଙ୍କ କଥା ଶୁଣୁନାହିଁ। ମୁଁ ଚାହୁଁଛି ଆମ ମାରୁତି ସେନା ତରଫରୁ ଏଇ କଥାଟି କେମିତି ଆପଣମାନଙ୍କ ଜରିଆରେ, ମିଡ଼ିଆ ଭାଇ ଭଉଣୀମାନଙ୍କ ଜରିଆରେ କେମିତି ପ୍ରଶାସନ ପାଖରେ ପହଞ୍ଚୁ, ଆଉ ଏଇ ମଉସା ମାଉସୀମାନଙ୍କ ପାଇଁ ଭଲ ଜାଗା, ରହିବା ପାଇଁ ସୁବିଧା, ଆଉ ଖାଇବା ପିଇବା ପାଇଁ କେମିତି ସମସ୍ତେ ସହଯୋଗରେ ହାତ ବଢ଼ାନ୍ତୁ, ମୋର ଏତିକି ଅନୁରୋଧ। ସାଧନ କୁମାର ବସୁ, ବିଜୁ ପଟ୍ଟନାୟକ ଓଲ୍ଡ ଏଜ୍ ହୋମ୍ ଏଠି ବସଷ୍ଟାଣ୍ଡ ପାଖରେ ଯେଉଁ ଚାଲିଛି ତାର ଦାୟିତ୍ୱ ନେଇଛୁ। ଆଉ ଏଇ ଅନୁଷ୍ଠାନଟି ବସଷ୍ଟାଣ୍ଡ ପାଖରେ ପୂର୍ବରୁ ଥିଲା, ଯାହାକି ତାକୁ ପ୍ରଶାସନ, ଉପଖଣ୍ଡ ପ୍ରଶାସନ ତାକୁ ଭାଙ୍ଗିଥିଲା। ଭାଙ୍ଗିଲା ପରେ ଆମକୁ ପ୍ରତିଶ୍ରୁତି ଦେଇଥିଲା ଯେ ଆମେ ଜାଗା ଦେଇକି ସେଠି ନୂତନ ଘର ନିର୍ମାଣ କରି ଦେବୁ। କିନ୍ତୁ ଆଜିକି 2 ବର୍ଷ ସମୟ ଅତିବାହିତ ହେଲା ପରେ ସେ ଜାଗା ମଧ୍ୟ ଦେଇନାହାନ୍ତି କି କୌଣସି ଘର ନିର୍ମାଣ କାର୍ଯ୍ୟ କରିନାହାନ୍ତି। ତେଣୁ ଆମେ ଏଠି ଭଡ଼ା ଘରରେ ବହୁତ କଷ୍ଟରେ ଅଛୁ। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସେ କିଛି ଶୁଣୁନାହାନ୍ତି, ଯାହାଫଳରେ ବହୁତ ଅସୁବିଧା ଭିତରେ ଅଛୁ। ବର୍ତ୍ତମାନ ଏ ଭାଇମାନେ ଆସିଛନ୍ତି ଅନୁଗୁଳରୁ, ସହଯୋଗର ହାତ ବଢ଼େଇଛନ୍ତି, ସେଥିପାଇଁ ବହୁତ ଧନ୍ୟବାଦ। ଏବଂ କିପରି ହେଇପାରିବ, ପ୍ରଶାସନ କିପରି ସେ ଜାଗା ଖଣ୍ଡକ ଆମ ଅନୁଷ୍ଠାନ ନାଁରେ ଦେଇପାରିବ, ସେଥି ଦିଗରେ ସାହାଯ୍ୟ କରିପାରିବେ ବୋଲି ମୁଁ ଆଶା ରଖୁଛି। ବର୍ତ୍ତମାନ ଅନ୍ତେବାସୀ 12 ଜଣ ରହୁଛନ୍ତି। ମହିଳା ଏବଂ ପୁରୁଷ ମିଶି 12 ଜଣ ରହୁଛନ୍ତି। ପ୍ରଶାସନ ପାଇଁ ରହିବା ପାଇଁ ଆମର ଯେଉଁ ଜାଗାଟି ସେ ଦେବା ପାଇଁ ସ୍ଥିର କରିଥିଲା, ସେ ଜାଗାଟିକୁ କନଫର୍ମେସନ୍ କରିବା ଦରକାର। ଏବଂ ତହସିଲଦାର ମ୍ୟାଡ଼ାମ୍ ଜମା ସହଯୋଗ କରୁନାହାନ୍ତି, ଯାହାକି ଜାଗାଟା ପ୍ରାୟ ଆମକୁ ଇନ୍ ଫେଭର ଦିଆଯାଇଛି, କିନ୍ତୁ ଫାଇନାଲ୍ ପର୍ଯ୍ୟାୟରେ କିଛି କାଗଜ ଦେଉନାହାନ୍ତି। ସେ ବହୁତ ହଇରାଣ କରୁଛନ୍ତି, ବିଭିନ୍ନ ପ୍ରକାର କାହା କଥା ଶୁଣୁନାହାନ୍ତି। ଆମେ ଅନେକ ସମୟରେ ଯାଇଛୁ, ଆମ ମେମ୍ବର୍ସ ମାନେ, ବିଧାୟକ ମହାଶୟ ମଧ୍ୟ ଏ ଅନୁଷ୍ଠାନର ସଭାପତି ଅଛନ୍ତି। ତେଣୁ ଅପେକ୍ଷା କରୁଛୁ କିଛି ଭଲ ହେବା ପାଇଁ ଆଉ।